ତ ଦିନେ ପିଲାମାନଙ୍କୁ ସକାଳୁ ଉଠିବା ବହୁତ କଷ୍ଟ। ବଡ଼ ଲୋକମାନେ ତ ଉଠି ପାରୁନାହାନ୍ତି, ଆଉ ପିଲାମାନଙ୍କୁ କଷ୍ଟ ହେବନି। ତ ଡାକି ଡାକି ବହୁତ ସମୟ ପରେ ଉଠିଲେ, କାରଣ ତାଙ୍କର ସ୍କୁଲ ଟ୍ୟୁସନ୍ 2 ଜଣଙ୍କର ଅଛି ନା। ଝିଅ ତ ଉଠିଗଲା, ପୁଅକୁ ଡାକି ଡାକି ଜମା ଉଠୁନି। ବହୁତ ସମୟ ପରେ ତାକୁ ଡାକି ଡାକି ଫେରେ ଉଠେଇଲି। 2 ଜଣ ଭାଇ ଭଉଣୀ ତାଙ୍କର ବାହାରି ଗଲେ ସ୍କୁଲ ଟ୍ୟୁସନ୍। ଏଠି ମା ତାଙ୍କର ବି ତ ପୁରା ଓଦା ହେଇଯାଇଛନ୍ତି, ତାଙ୍କୁ ଟିକେ ଗାଧେଇ ପାଧେଇକି ରେଡ଼ି କରି ତାଙ୍କୁ ଟିକେ ଚା ବିସ୍କୁଟ୍ ଦେଇଦେଲି। ସେ ଖାଇ ପିଇକି ତାଙ୍କର ବସିଛନ୍ତି। ମୁଁ ଚାଲିଲି ଗାଧେଇ ପାଧେଇ ମୋର କାମ ସାରି ସକାଳର ଜଳଖିଆ ଆରମ୍ଭ କରିମି। ଆଜି ଭାବିଲି କ'ଣ କରିମି, କାରଣ କାଲି ରାତିରେ ବତୁରେଇଥିଲି ଉଷୁନା ଚାଉଳ, ବିରି, ଅରୁଆ ବତୁରେଇଥିଲି, ତାକୁ ଟିକେ ବାଟିଦେଲି। ଆଉ ପୁଅ ପାଇଁ ଟିଫିନରେ କୋବି ଚିଲି ସହିତ ପରଟା ବନେଇଦେଲି। ସେ ଖାଇକି ଯିବ, ତାପରେ ଟିଫିନ୍ ନେଇକି ଯିବ। ତ ସେ ତ ବାହାରିଗଲା ଟିଫିନ୍ ନେଇକି ସ୍କୁଲ। ତାପରେ ସାର୍ ଆମର ଗାଁକୁ ଯାଇଥିଲେ, ସିଏ ବି ଆସିକି ପହଞ୍ଚିଗଲେ। ଗାଁରୁ ଆଣିଥିଲେ ମୋଟି ଶାଗ। ତ ଆପଣମାନେ ଜାଣିଥିବେ, ଯେଉଁଟାକି ଗାଁରେ ବହୁତ ମାନେ ଆମର ପରିବା ଜାଗାରେ ବିଲରେ ସବୁ ହୁଏ ମୋଟି ଶାଗ, ବହୁତ ଟେଷ୍ଟି ଲାଗେନି। ପିଲାଦିନେ ତ ଆମେ ବହୁତ ଖାଇଛୁ। ଆଜି ସେଇଟା ଆଣିଥିଲେ, ଭାବିଲି ସେଇଟାକୁ ତରକାରୀ କରିବି। ତ ଆଜି ନା ମସୁର ଡାଲି କରିଥିଲି, ଆଉ ସବୁ ପରିବା ପକେଇକିନା ଗୋଟେ ଘାଣ୍ଟ ତରକାରୀ କଲି। ୟା ସାଙ୍ଗରେ ଆମର ମୋଟି ଶାଗ ଚଡ଼ଚଡ଼ି କଲି। କେମିତି କଲି, ଏଥିରେ ଆମର ସାରୁ, ଆଳୁ ଆଉ ବେଗୁନ କାଟିଥିଲି। ଶିମ୍ବ ଟିକେ ହେଇଥିଲେ ବହୁତ ଭଲ ହେଇଥାନ୍ତା, ନଥିଲା। ତାପରେ ମସଲା ପାଇଁ ଆମର ସୋରିଷ, ଜିରା, ରସୁଣ, ପିଆଜ, ଲଙ୍କା ବାଟିଦେଲି। ଆଉ ପ୍ରଥମେ କଢ଼ାରେ ତେଲ ଦେଇକି ପରିବାକୁ ଭଲ ଭାବେ ସନ୍ତୁଳି ଦେବେ, ଲୁଣ ହଳଦୀ ଦେଇକି। ଦେନ୍ ଆମର ଯେଉଁ ମସଲା ବଟା ହେଇଥିବ ତାକୁ ପକାଇଦେବେ। ପକାଇକି ଟିକେ ଘାଣ୍ଟି ଘୁଣ୍ଟି ଦେବେ। ତାପରେ ଅଳ୍ପ ଟିକେ ଜଳ ଦେବେ। ସେ ଯେତେବେଳେ ଫୁଟିଯିବ, ଭଲ ଭାବେ ଟିକେ ସିଝିଥିବ, ତାପରେ ଆମର ମୋଟି ଶାଗ ପତ୍ରକୁ ବଛା ବଛି କରି ରଖିଥିବା ତାକୁ ଧୋଇକିନା ପକାଇଦେବା। ପକାଇ ଘାଣ୍ଟି ଦେଇକି ତାପରେ ଆମର କାଢ଼ିଦେବା। କାଢ଼ିକି ମୁଁ ସବୁ ଶାଗରେ ନା ପଛରେ ଛୁଙ୍କ ଟିକେ ମାରେ। ତ ଆପଣମାନେ ଛୁଙ୍କ ମାରିପାରିବେ, ନହେଲେ ପ୍ରଥମରୁ ଛୁଙ୍କ ଦେଲେ ବି ଚଳିବ। ମୁଁ କିନ୍ତୁ ପଛରେ ଯେଉଁ ଛୁଙ୍କ ଦିଏ, ତରକାରୀଟା ଟିକେ ଟେଷ୍ଟ ହୁଏ। ତ ଏଥିପାଇଁ ଆମର ରସୁଣ 2 ପାଖୁଡ଼ା, ଲଙ୍କା ଟିକେ, ଫୁଟଣ ଟିକେ ଦେଇକି ଛୁଙ୍କ ଦେଇଦେବେ। ଆଉ ବଢ଼ି ଗୁଣ୍ଡ ଟିକେ ଦେଇଦେବେ। ଆପରେ ହେଇଗଲା ଆମର ମୋଟି ଶାଗ ଆଳୁର ଚଡ଼ଚଡ଼ି। ତ ଚାଲନ୍ତୁ ସାଙ୍ଗମାନେ ଖାଇବା। ଆଜିର ଲଞ୍ଚ ମେନୁ ଭାତ କରିଛି, ଡାଲି କରିଛି, ମସୁର ଡାଲି, ଘାଣ୍ଟ ତରକାରୀଟି କରିଛି, ଆଉ ମୋଟି